ରାଇରଙ୍ଗପୁରରେ ସୋନାଲିକା ଶୋରୁମ ଉଦ୍ଘାଟିତ ହେଲା। କୃଷି କ୍ଷେତ୍ରରେ ଦିନକୁ ଦିନ ମାନବ ସମ୍ବଳ କମି ଯାଉଛି। ଗାଁ ଗଣ୍ଡାରେ ବ୍ୟାପକ କୃଷି ଶ୍ରମିକର ଅଭାବ ଦେଖାଯାଉଛି। କୃଷକମାନଙ୍କୁ ସଶକ୍ତ କରିବା ପାଇଁ ସରକାର ବିହନ, ସାର, କୃଷି ଋଣ, କୃଷି ବୀମା, କ୍ରୟ ବିକ୍ରୟ ପାଇଁ ମଣ୍ଡି, କୃଷି ଯନ୍ତ୍ରପାତି ଆଦି ଦେଉଛନ୍ତି। କୃଷି କ୍ଷେତ୍ରରେ ରାସ୍ତାରେ ପଥର, ବାଲି, ମୋରମ ପରିବହନ, ଧାନ, ପରିବା, ସିମେଣ୍ଟ, ରଡ୍ ପରିବହନ କ୍ଷେତ୍ରରେ ଟ୍ରାକ୍ଟରର ଭୂମିକା ଅନନ୍ୟ। ଭାରତରେ ଟ୍ରାକ୍ଟର ମଧ୍ୟରେ ସୁଖ୍ୟାତ ଲାଭ କରିଥିବା ତଥା ଚାଷୀମାନଙ୍କର ମନପସନ୍ଦ ହୋଇଛି ପଞ୍ଜାବର ସୋନାଲିକା ଟ୍ରାକ୍ଟର। ମୟୂରଭଞ୍ଜ ତଥା ରାଇରଙ୍ଗପୁର ଚାଷୀମାନଙ୍କର ଚାହିଦା ପାଇଁ ସୋନାଲିକା ଆଗେଇ ଆସିଛି। ସୋନାଲିକା ଟ୍ରାକ୍ଟର ତରଫରୁ ଅତ୍ୟାଧୁନିକ ଶୋରୁମ ଏବଂ ୱାର୍କସପ୍ ରାଇରଙ୍ଗପୁର ସହରର ଗଢଗ୍ରାମ କଲେଜ ରୋଡରେ ଶୁଭ ଉଦ୍ଘାଟିତ ହୋଇଯାଇଛି। ସୋନାଲିକା ଟ୍ରାକ୍ଟର କମ୍ପାନୀର ଜୋନାଲ ମୁଖ୍ୟ ମୋହିତ କପୁର ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ। ଚାଷୀମାନଙ୍କର ଚାହିଦା ଓ ମନପସନ୍ଦ ହୋଇଛି ସୋନାଲିକା ଟ୍ରାକ୍ଟର। ଏହାର ଗୁଣବତ୍ତା ଅଧିକ, ତେଣୁ ଚାଷୀମାନଙ୍କର ଆବଶ୍ୟକତା ପୂରଣ ପାଇଁ ଏଠାରେ ଶୋରୁମ ଖୋଲାଯାଇଛି। ଏଥିରେ ଟ୍ରାକ୍ଟର ଆବଶ୍ୟକୀୟ ଯନ୍ତ୍ରପାତି ସର୍ଭିସ ପାଇଁ ୱାର୍କସପ୍ ଅଭିଜ୍ଞ ମେକାନିକ ମାନେ ଅଛନ୍ତି। ମୟୂରଭଞ୍ଜରୁ ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ଜନଶକ୍ତି ଟିଭି।